ରକ୍ଷାବନ୍ଧନ ପର୍ବକୁ ଭାଇ ଭଉଣୀର ପ୍ରତୀକ ରୂପେ ମନାଯାଏ। ବିଶ୍ୱାସ କରାଯାଏ ଏହି ଦିନ ଭଉଣୀ ଭାଇକୁ ସୁରକ୍ଷା ଡୋରିରେ ବାନ୍ଧିଥାଏ ଏବଂ ଭାଇ ମଧ୍ୟ ଭଉଣୀକୁ ପ୍ରତିଟି ଦୁଃଖ ସୁଖରେ ଛିଡ଼ା ହେବା ପାଇଁ ପ୍ରତିଶ୍ରୁତି ଦେଇଥାଏ। ଏହା ଏକ ପବିତ୍ର ବନ୍ଧନର ପର୍ବ ଅଟେ। ତେବେ ଏହା କେବେ ଏବଂ କେଉଁ ଦିନରୁ ଆରମ୍ଭ ହେଲା ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଏହା ପୌରାଣିକ କାଳରୁ ରକ୍ଷାବନ୍ଧନ ପର୍ବ ପାଳନ ହେଉଛି। କଥାବସ୍ତୁଟି ହେଉଛି ମହାଭାରତର। ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ତାଙ୍କ ଭଉଣୀ ରୂପରେ ଗ୍ରହଣ କରିଥିଲେ। କିମ୍ବଦନ୍ତୀ ଅନୁଯାୟୀ ଯେତେବେଳେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଦ୍ୱାରା ଶିଶୁପାଳକୁ ହତ୍ୟା କରିଥିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଆଙ୍ଗୁଠି କଟି ଯାଇଥିଲା। ତେଣୁ ଭଗବାନ କୃଷ୍ଣ ଆଙ୍ଗୁଠି କଟିଯିବାରୁ ରକ୍ତସ୍ରୋତ ପ୍ରଭାବିତ ହେବାକୁ ଲାଗିଲା। ସେତେବେଳେ ଦ୍ରୌପଦୀ ରକ୍ତର ସ୍ରୋତ ଦେଖି ସହିପାରିନଥିଲେ। ସେ ସଙ୍ଗେ ସଙ୍ଗେ ନିଜ ବସ୍ତ୍ରର କିଛି ଅଂଶ ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ। ସେବେଠାରୁ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ନିଜ ଭଉଣୀ ରୂପରେ ମାନିଥିଲେ। ପ୍ରତ୍ୟେକ ସଙ୍କଟ ପରିସ୍ଥିତିରେ ତାଙ୍କୁ ରକ୍ଷା ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେଣୁ ସେହି ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ଯେତେବେଳେ କୌରବ ସଭାରେ ଦୁଃଶାସନ ଦ୍ରୌପଦୀଙ୍କୁ ଅତ୍ୟାଚାର କରୁଥିଲା ସେତେବେଳେ ନିଜେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କର ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ବସ୍ତ୍ର ଦାନ କରିଥିଲେ ଏବଂ ତାଙ୍କର ମର୍ଯ୍ୟାଦାକୁ ରକ୍ଷା କରିଥିଲେ। ତେବେ ପୁରାଣ କାହାଣୀ ହେତୁ ରକ୍ଷାବନ୍ଧନ ପର୍ବ ବହୁ ବର୍ଷ ଧରି ଚାଲି ଆସୁଛି। ଏହି ରକ୍ଷାବନ୍ଧନ କାହାଣୀଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।